ପାଗର ସନ୍ଧ୍ୟାରେ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି କି? ଥରେ ଏହି ରେସିପିଟିକୁ ଟ୍ରାଏ କରନ୍ତୁ ଆଉ ସନ୍ଧ୍ୟାରେ ଚାହା ବନାଇ ଏ ରେସିପିଟିର ଭରପୁର ମଜା ଉଠାନ୍ତୁ। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ଚ୍ୟାନେଲ୍ ଓଡ଼ିଆ ଷ୍ଟାଇଲ୍ ରୋଷେଇକୁ। ଆଜି ମୁଁ ବନେଇବି ପିଆଜ ଷଣ୍ଢାର ପକୁଡ଼ି। ପକୁଡ଼ି ବନେଇବା ପାଇଁ ମୁଁ 2ଟି ଷଣ୍ଢା ବିଡ଼ା ନେଇଛି। ପ୍ରଥମେ ପିଆଜ ଷଣ୍ଢାକୁ ଗୋଟାରେ ଧୋଇ ତାକୁ କାଟିବା, ପୁରା ଛୋଟ ଛୋଟ କରି କାଟି ନେବା। ପକୁଡ଼ି ବନେଇବା ପାଇଁ ଭଲ ହେବ। ଏବେ ମୁଁ ଗୋଟେ ଆଳୁ ଆଡ୍ କରିବି, ତାକୁ ମଧ୍ୟ ଚୁନ ଚୁନ କରି କାଟି ନେବି। ଏବେ ରେଡ଼ି କରିବା ପକୁଡ଼ିରେ ପକାଇବା ମସଲା। ଏଠି ମୁଁ ନେଇ 2ଟି କଞ୍ଚା ଲଙ୍କା, କିଛି ରସୁଣ ଆଉ କିଛି ଅଦା, ଆକୁ ମୁଁ ଦରଦରା ପେଷ୍ଟ କରିବି। ଏବେ ଗୋଟେ ବାଉଲରେ ନେବା ଗୋଟା ଜିରା ହାଫ୍ ଚାମଚ ଧନିଆ। ଏବେ ନେବା ଆମେ ହାଫ୍ ଚାମଚ ଗୋଲମରିଚ, ହାଫ୍ ଚାମଚ ପାନମଧୁରୀ। ଏସବୁ ମସଲାକୁ ଆମେ ଭାଜିକି ଦରଦରା ଗୁଣ୍ଡ କରିଦେବା। ଏବେ ମୁଁ ନେବି ଗୋଟେ ବାଉଲ, ସେଥିରେ କାଟି ରଖିଥିବା ପିଆଜ ଷଣ୍ଢାକୁ ସବୁ ପକାଇବି। ଦେଖୁଥିବେ ମୁଁ ସବୁ ପିଆଜ ଷଣ୍ଢାକୁ ଚୁନ ଚୁନ କରି କାଟି ରଖିଛି। ସାଙ୍ଗମାନେ, ଆପଣଙ୍କ ଆଡ଼େ ପିଆଜ ଷଣ୍ଢାର ରେଟ୍ କେତେ ପ୍ଲିଜ୍ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଏବେ ମୁଁ ଆଡ୍ କରିବି ଆଳୁ। ଆଳୁ ଯେଉଁମାନଙ୍କୁ ପସନ୍ଦ ନୁହଁ, ଆଳୁକୁ ସ୍କିପ୍ ବି କରିପାରିବେ। ଏବେ ନେବା କଞ୍ଚା ଲଙ୍କା, ଅଦା ଆଉ ରସୁଣ, ଯାହାକୁ ମୁଁ ଦରଦରା ପେଷ୍ଟ କରି ରଖିଛି। ଏବେ ନେବା ଆମର ମସଲା, ଯାହାକୁ ମାନେ ଗୋଲମରିଚ, ପାନମଧୁରୀ, ଜିରା, ଧନିଆ। ଦେଖୁଥିବେ ମୁଁ ଦରଦରା ପେଷ୍ଟ କରିଛି, ବେଶୀ ମାନେ ପାଉଡ଼ର କରିନି। ଏଥିରେ ଆଡ୍ କରିବା। ଏବେ ନେବା ଆମେ ହାଫ୍ ଚାମଚ ଲଙ୍କାଗୁଣ୍ଡ, ଯେହେତୁ ଆମେ ଗୋଲମରିଚ ପକାଇଛେ ତାକୁ ଦେଖି ଲଙ୍କାଗୁଣ୍ଡ ନେବା। ଏବେ ନେବା ହାଫ୍ ଚାମଚ ହଳଦୀ ଗୁଣ୍ଡ। ଏବେ ନେବା ଆମେ ସ୍ୱାଦ ଅନୁସାରେ ଲୁଣ। ଏବେ ଆଡ୍ କରିବା ବେସନ। ଆପଣମାନେ କ୍ୱାଣ୍ଟିଟି ଅନୁସାରେ ବେସନ ନେବେ। ଏଠି ମୁଁ 2ଟି ଷଣ୍ଢା ପାଇଁ, 2ଟି ବିଡ଼ା ଷଣ୍ଢା ପାଇଁ ଗୋଟିଏ ବାଉଲ ବେସନ ନେଇଛି। ଆକୁ ଭଲ ଭାବରେ ପିଆଜ ଷଣ୍ଢା ସହିତ ବା ମସଲା ସହିତ ସବୁକୁ ଭଲସେ ମିଶାଇ ଦେବା। ତାପରେ ଆଡ୍ କରିବା ପାଣି। ପାଣିକୁ ଅଳ୍ପ ଆଡ୍ କରିବେ, କାହିଁକିନା ପାଣିଆ ଯଦି ହେଇଯାଏ ତାହେଲେ ଛାଣିବା ପାଇଁ ପ୍ରୋବ୍ଲେମ୍ ହେବ। ବେଶୀ ପାଣି ଦେବେ ନାହିଁ, ଅଳ୍ପ ପାଣି ଦେଇ ତାକୁ ଧୀରେ ଧୀରେ ଗୋଳେଇବେ, ଯେମିତି ପିଆଜ ଷଣ୍ଢା ସହିତ ମସଲା ବେସନ ଭଲ ଭାବରେ ମିକ୍ସ ହେଇଯିବ। ଦେଖୁଥିବେ ମୋର ସବୁ ଜିନିଷ ଭଲସେ ମୁଁ ମିଶାଇ ଦେଇଛି। ଏମିତି ବେଶୀ କାଠୁଆ ବା ବେଶୀ ପାଣିଆ କରିବେନି, ଯେମିତି ଛାଣିବାକୁ ହେବ ସେମିତି ରଖିବେ। ବେଶୀ ପାଣିଆ କରିଦେଲେ ମାନେ ତେଲ ପିଇଯିବ, ଟେଷ୍ଟ ବି ଭଲ ଲାଗିବନି। ଏବେ ଆଡ୍ କରିବା ଆମେ ଲାଷ୍ଟରେ ଧନିଆ ପତ୍ର। ୟାକୁ ମଧ୍ୟ ଭଲ ଭାବରେ ମିଶାଇ ଦେବା ଆଉ କିଛି ସମୟ ରେଷ୍ଟ କରିବା ପାଇଁ ଛାଡ଼ିଦେବା। ଏବେ ପ୍ରିପାରେସନ୍ କରିବା ଚଟଣିର। ଚଟଣି ବନେଇବା ପାଇଁ ଏଠି ମୁଁ କିଛି ଧନିଆ ପତ୍ର ନେଇଛି, ତାକୁ ଧୋଇକି ଭଲସେ କ୍ଲିନ୍ କରିଦେଇଛି। ଏବେ ମୁଁ କିଛି ନେଇଛି ପୁଦିନା ପତ୍ର, ତାକୁ ବି ଭଲସେ କ୍ଲିନ୍ କରିଦେଇଛି। ଏବେ ନେବା ଆମେ କିଛି ରସୁଣ ଆଉ କିଛି ଅଦା। ଏବେ ନେବା ଆମେ 2ଟି କଞ୍ଚା ଲଙ୍କା। ଚଟଣିଟା ଖଟାସ୍ ପାଇଁ ମୁଁ ଏବେ ନେବି ଲେମ୍ବୁ ଫାଳେ, ଯାହାକୁ ମୁଁ ଏଥିରେ ଚିପୁଡ଼ି ଦେବି। ଏବେ ନେବା ଆମେ ସ୍ୱାଦ ଅନୁସାରେ ଲୁଣ। ଏହାକୁ ଆମେ ଭଲସେ ଗ୍ରାଇଣ୍ଡିଙ୍ଗ କରିଦେବା, ଫାଇନ୍ ପେଷ୍ଟ କରିବା ଚଟଣି ପାଇଁ। ଦେଖିପାରୁଥିବେ ଚଟଣି ମୋର ଏବେ ରେଡ଼ି ହୋଇଗଲା। ଚାଲନ୍ତୁ ଏବେ ରେଡ଼ି କରିବା ପକୁଡ଼ି ଛାଣିବା ପାଇଁ। ମୁଁ ଏଠି କଢ଼େଇରେ ତେଲ ଗରମ କରି ନେଇଛି ଆଉ ଗୋଳେଇ ରଖିଥିବା ପିଆଜ ଷଣ୍ଢାକୁ ଛୋଟ ଛୋଟ ବଲ୍ସ କରି ପକାଇବି। ଏମିତି ନର୍ମାଲ ଘରେ ପକୁଡ଼ି ତିଆରି କରାଯାଏ, ସେମିତି ଆମେ ପକୁଡ଼ି ତିଆରି କରିବା। ପକୁଡ଼ି ଟିକିଏ ଖଦଡ଼ା ରହିଲେ ପାଟିକୁ ଭଲ ଲାଗେ ଖାଇବା ପାଇଁ। ଦେଖନ୍ତୁ ମୁଁ ସବୁଗୁଡ଼ା ପକୁଡ଼ି ତେଲରେ ପକାଇ ନେଇଛି ଆଉ ମୋର ଏହାକୁ ମୁଁ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଫ୍ରାଏ କରିବି। ଭଲସେ ଏହାକୁ ଏପଟ ସେପଟ କରିବେ। ଯେଉଁ ପର୍ଯ୍ୟନ୍ତ ଗୋଲ୍ଡେନ୍ ଫ୍ରାଏ ହେଇନି, ଭଲସେ ପକୁଡ଼ିଟି ଫୁଲିନି, ସେ ପର୍ଯ୍ୟନ୍ତ ଫ୍ରାଏ କରିବା। ଦେଖୁଥିବେ ମୋ ପକୁଡ଼ି ଏବେ ଗୋଲ୍ଡେନ୍ କଲର୍ ହେଇଗଲାଣି। ଆକୁ ମୁଁ ପ୍ଲେଟ୍ରେ କାଢ଼ି ରଖିବି। ଚାଲନ୍ତୁ ଏବେ ସର୍ଭ କରିବା ଗ୍ରୀନ୍ ଚଟଣି ସହିତ ପକୁଡ଼ିକୁ। ଦେଖନ୍ତୁ ପକୁଡ଼ିଟି ମୋର ଏବେ ବହୁତ କ୍ରିସ୍ପି ହେଇଛି, ଭିତରୁ ବହୁତ ସଫ୍ଟ ବି ହେଇଛି। ଥରେ ଏହି ରେସିପିକୁ ଟ୍ରାଏ କରନ୍ତୁ ଘରେ। ଭିଡ଼ିଓଟି ଭଲ ଲାଗିଥିଲେ ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ